ଯେତେବେଳେ ବି କିଛି ରୋଷେଇ କରିବାକୁ ଯାଏ କିଛି ସ୍ପେଶାଲ ଆଇଟମ୍ ଭାରି ଇମୋସନାଲ ହେଇଯାଏ। ଆଇଟମ୍ଟା ଯଦି ଘରେ କାହାର ପ୍ରିୟ ଥିବ ଆଉ ସେ ଲୋକଟି ଘରଠାରୁ ଦୂରରେ ଥିବ। ଆଜି ବି ବନେଇବି ଛୋଲେ ଭଟୁରେ। ଘରେ ଏଇ ମାସରେ ଥରେ ଯେମିତି ହେଲେ ଏ ଆଇଟମ୍ଟି ବନୁଛି, କିନ୍ତୁ ଆଗରୁ ସପ୍ତାହକୁ ଥରେ ହେଉଥିଲା। ଛୋଲେ ଭଟୁରେ ମୋ ବଡ଼ ପୁଅର ବହୁତ ପସନ୍ଦ। ଯେବେଠାରୁ ହଷ୍ଟେଲ ଗଲାଣି ତାର ଫେଭରାଇଟ୍ ଆଇଟମ୍ ଯେତେବେଳେ ଘରେ ବନାଏ ମନଟା ଜମା ବି ଭଲ ଲାଗେନି। ରୋଷେଇ ଘରେ ପଶିବା ସମୟରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ତା କଥା ମନେ ପଡ଼େ, କାରଣ ତାର ପୁରୀ, ଛୋଲେ ଭଟୁରେ, ପରଟା ବହୁତ ପସନ୍ଦ। କହିବାକୁ ଗଲେ ଆମ ଘରର ସେ ହେଉଛି ଗୋଟେ ଫୁଡି ମେମ୍ବର। ଜମା ବି ଏମିତି ସେମିତି ଖାଇବନି, ତାର ସବୁ ବକ୍ତଟା ଭଲରେ ଦରକାର। ପୁରୀ ଭଟୁରେ କଲେ ପଢ଼ାରୁ 15 ଥର ଆସି ରୋଷେଇ ଘରେ ଚେକ୍ କରୁଥିବ କୋଉ ପର୍ଯ୍ୟନ୍ତ ହେଲା। ଆଉ ସେଦିନ ବହୁତ ଜଲ୍ଦି ବି ତାକୁ ଭୋକ ଲାଗେ। ଗୋଟେ ମା ହିସାବରେ ପ୍ରଥମେ ତା ଆବସେଣ୍ଟରେ ତାର ଫେଭରାଇଟ୍ ଜିନିଷ ଖାଇଲା ବେଳକୁ କାନ୍ଦ କାନ୍ଦ ଲାଗେ। ଆଉ ଯଦି ସେଦିନ ଫୋନ୍ କରି ପଚାରିଥିବ ଆଜି କ'ଣ ରୋଷେଇ ହେଇଛି, ମୋତେ କହିବାକୁ ଇଚ୍ଛା ହୁଏନି। ମୁଁ କହିଦିଏ ପ୍ଲେନ୍ ରୁଟି ସହ ଭଜା ଭଜା ଏମିତି ବନେଇ ଦେଇଛି। କାରଣ ହଷ୍ଟେଲ ଖାଇବା ତ ଆପଣମାନେ ଜାଣିଥିବେ, ସେ ଯାହା ବି ହଉ ମନକୁ ବୁଝେଇ ଗୋଟେ ଗୋଟେ ମୁହୂର୍ତ୍ତ କାଟିଦିଏ ଆଉ ତାକୁ ବୁଝେଇ ଦିଏ। ବେଳେବେଳେ ଫଟୋ ଉଠେଇ ପଠାଏ, ମାମା ମୁଁ ଆଜି ଖାଇବିନି, ଆଜି ଏମିତି ରୋଷେଇ ହେଇଛି ସେମିତି ରୋଷେଇ ହେଇଛି, ଭାରି ମନ ଦୁଃଖ ଲାଗେ। ଆଉ ବୁଝେଇ ଦିଏ ଅଳ୍ପ ହେଉ ପଛେ ଖାଇଦେ। ଆଉ ସେଦିନ ଯଦି ଘରେ ଭଲ ମନ୍ଦ ହେଇଥିବ ତାହେଲେ ଭାରି ଖରାପ ଲାଗେ। ଆପଣ ଯଦି ଗୋଟେ ମା ହୋଇଥିବେ ତାହେଲେ ମୋ କଥାଟା ବୁଝିପାରୁଥିବେ।